ଯୁଧିଷ୍ଠିରପୁର ପାଟଣା ମୁନିମେଳା ମହୋତ୍ସବ 2025 ଅନୁଷ୍ଠିତ। ହିନ୍ଦୁ ଧାର୍ମିକ ଭାବନା ଅନୁଯାୟୀ ଦେବାଦେବୀଙ୍କଠୁ ଆରମ୍ଭ କରି ମୁନି ଋଷିଙ୍କ ପର୍ଯ୍ୟନ୍ତ ଜନସାଧାରଣଙ୍କ ଅତୁଟ ବିଶ୍ୱାସ ସର୍ବଦା ରହିଆସିଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ରେମଣା ନିର୍ବାଚନ ମଣ୍ଡଳୀ ଏବଂ ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟି ପଞ୍ଚାୟତ ସ୍ଥିତ ଯୁଧିଷ୍ଠିରପୁର ପାଟଣା ମୁନିମେଳା ସେହି ଆସ୍ଥା ଓ ବିଶ୍ୱାସର ପ୍ରତୀକ ସାଜି ଦୀର୍ଘ 47 ବର୍ଷ ଧରି ମହା ଆଡମ୍ବର ସହକାରେ ପାଳିତ ହୋଇଆସୁଛି। 1978 ମସିହାରେ ଆରମ୍ଭ ହୋଇଥିବା ଏହି ମୁନିମେଳା ବହୁ ବାଧାବିଘ୍ନ ଘାତ ପ୍ରତିଘାତ ସତ୍ତ୍ୱେ ଅଞ୍ଚଳର ବୟୋଜ୍ୟେଷ୍ଠ ଓ ଯୁବବର୍ଗଙ୍କ ଅଦ୍ୟମ ପ୍ରଚେଷ୍ଟାର ପ୍ରତିଫଳ ସ୍ୱରୂପ ସ୍ନେହ ଶ୍ରଦ୍ଧା ଓ ଭାଇଚାରାର ପ୍ରତୀକ ସାଜିଛି ଯୁଧିଷ୍ଠିରପୁର ପାଟଣା ମୁନିମେଳା ମହୋତ୍ସବ। ଏକଦା 1978 ମସିହା ଜାନୁଆରୀ 14 ତାରିଖରେ ମକର ସଂକ୍ରାନ୍ତିର ଏକ ଦିନ ପୂର୍ବରୁ ବାବା କପିଳେଶ୍ୱର ମୁନିଙ୍କର ରାମନାଥ ହତାଙ୍କୁ ସ୍ୱପ୍ନାଦେଶ। ତହିଁ ପରଦିନ ଗ୍ରାମର ଗୋପୀନାଥ ମହାନ୍ତି ଓ ହରିଶ୍ଚନ୍ଦ୍ର ପରିଡ଼ାଙ୍କୁ ଏ ସମ୍ପର୍କରେ କହିବା ସେହି ଦିନଠୁ ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତି ଠାରୁ ଏହି ମୁନିମେଳା ଅଦ୍ୟାବଧି ଚାଲୁ ରହି ଆସୁଛି। ଯଦିଓ ସରକାରଙ୍କ ପକ୍ଷରୁ କୌଣସି ସହାୟତା ଏଯାବତ ମିଳିପାରି ନାହିଁ, ହେଲେ ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗ କ୍ରମେ ମହୋତ୍ସବ କମିଟିର ସଭାପତି ସୁବ୍ରତ ମହାନ୍ତି ଏବଂ ଉମାଶଙ୍କର ରାଉତ ଓ ସମସ୍ତ କର୍ମକର୍ତ୍ତାଙ୍କ ଅଦ୍ୟମ ପ୍ରଚେଷ୍ଟାରେ ମହୋତ୍ସବରେ ବାବା କପିଳେଶ୍ୱର ମୁନିଙ୍କ ପ୍ରତିମୂର୍ତ୍ତି ପୂଜା ପାଇବା ସହିତ ବିଭିନ୍ନ ଶିକ୍ଷଣୀୟ କୁଞ୍ଜ ସ୍ଥାନିତ ହୋଇ ଆସୁଛି। ଏହି ପରିପ୍ରେକ୍ଷୀରେ ଦ୍ୱିତୀୟ ସନ୍ଧ୍ୟାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ ରେମଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉର୍ମିଲତା ଦାସ, ବରେଣ୍ୟ ଅତିଥି ଭାବେ ସମାଜସେବୀ ବିଶ୍ୱଜିତ ପଣ୍ଡା, ସମାଜସେବୀ ତଥା ଯୁବ ନେତା ବିକାଶ ପାଢୀ, ସମାଜସେବୀ ସଞ୍ଜୟ ଦାସ ପ୍ରମୁଖ ଯୋଗ ଦେଇ ମୁନିମେଳା ମହୋତ୍ସବର ଉତ୍ତରୋତ୍ତର କାମନା କରିବା ସହିତ ଆୟୋଜକ ମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ସମିତି ସଭ୍ୟା ପୁଷ୍ପଲତା ରାଉତ ସଭା କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ଉମାଶଙ୍କର ରାଉତ ପରିଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଧାର୍ମିକ ଚେତନାକୁ ଯେ ଲୋକଙ୍କ ପାଖରେ ପହଞ୍ଚେ ଆପଣମାନଙ୍କର ମନୋରଞ୍ଜନ କାର୍ଯ୍ୟକ୍ରମ ଦେବା ସଙ୍ଗେ ସଙ୍ଗେ ଧାର୍ମିକ ଚେତନା ଯେଉଁ ପ୍ରଚେଷ୍ଟା କରିଛନ୍ତି ତେଣୁ ତାଙ୍କୁ ଧନ୍ୟବାଦ ଦେଉଛି ଏବଂ ଆଶା କରୁଛି ଏ ଅନୁଷ୍ଠାନ କିଭଳି ଆଗକୁ ଯିବ। ସେଥିପାଇଁ ନିବେଦନ କରିବି ଯେ ମୋ କାର୍ଯ୍ୟକର୍ତ୍ତାଙ୍କୁ ଯେଟା ରେଜିଷ୍ଟ୍ରେସନ କରନ୍ତୁ ଏବଂ ତାର ଗୋଟେ ଆମର ଯେଉଁ କଲଚରାଲ ଅଛି ସରକାର ତରଫରୁ କିଛି ପଇସା ମିଳିବ ଏବଂ ଆକୁ ରେଜିଷ୍ଟ୍ରେସନ କରିବାର ସହାୟ ହେବି। ମୁଁ କହୁଥିଲି ଟିକିଲି ଅପାକୁ ଏବଂ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ନିବେଦନ କରିବି ଆମେ ଏ ଅନୁଷ୍ଠାନଟିକୁ କିଭଳି ରେଜିଷ୍ଟ୍ରେସନ କରି ତାର ଦୀର୍ଘାୟୁ କରିବା ଏବଂ ପ୍ରଭୁ ଜଗନ୍ନାଥଙ୍କଠାରେ ପ୍ରାର୍ଥନା କରୁଛି ଏ ଅନୁଷ୍ଠାନ ଆଗାମୀ ଦିନରେ ବଢୁ ଏବଂ ତାର ସର୍ବାଙ୍ଗୀନ ଉନ୍ନତି ପାଇଁ। କାହିଁକିନା ଦୀର୍ଘ 8 ବର୍ଷ ଧରି ମୁଁ ଏ ଅନୁଷ୍ଠାନକୁ ଆସୁଛି। ଆଜି ଦେଖୁଛି ନିଶ୍ଚୟ ତାର କ୍ରମାନ୍ୱୟରେ କିଛି କିଛି ପରିବର୍ତ୍ତିତ ହେଇଛି। ଆଜି ଗୋଟେ ବିରାଟ ରୂପ ହବ, ଆଗାମୀ ଦିନରେ ମଧ୍ୟ ଗୋଟେ ବିରାଟ ଧର୍ମ ହବ, ଏ ଅନୁଷ୍ଠାନ ବଢିବ। ତେଣୁ ସମସ୍ତଙ୍କୁ ପୁଣି ଧନ୍ୟବାଦ ଦେଇ ମୋର ବକ୍ତବ୍ୟ ରଖୁଛି। ବନ୍ଦେ ଉତ୍କଳ ଜୟ ଜଗନ୍ନାଥ। ତେଣୁ ମୁଁ ଆଶା କରିବି ଯେଉଁମାନେ ଏ ସଂସ୍ଥାକୁ ଚଳେଇକି ରଖିଛନ୍ତି ମୁଁ ତାଙ୍କର ଉତ୍ତର ଉନ୍ନତି କାମନା କରୁଛି ଏବଂ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଯେଉଁ ପିଲାମାନେ ଆଜି ଏତେ ଆଗ୍ରହ ସହିତ ଏ ମୁନି ଗୋଟେ ଛୋଟିଆ ମୁଁ ଦେଖିଛି ଖାଲି କୀର୍ତ୍ତନ ଫୀର୍ତ୍ତନ କରିକି ବଢ଼େଇ ଦେଉଥିଲେ, ସେ ଆଜି ଏତେ ବଡ଼ ଆକାରରେ ଏଇଟା ପଦାର୍ପଣ କରିଛି। ସେଇଥିପାଇଁ ଆଉ ଥରେ ମୁଁ ସମସ୍ତ କମିଟି ସଦସ୍ୟମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇ ମୋର ବକ୍ତବ୍ୟ ଶେଷ କରୁଛି। ମୋର ବି ବହୁତ ଇଚ୍ଛା ଥିଲା ଏଠିକି ଆସିବା ପାଇଁ ମିଶିବା ପାଇଁ। ଯେତେବେଳେ ସମିତିର ସମସ୍ତେ ଯାଇ କହିଲେ ଯେ ଆମର ମୁନିମେଳା ହେଉଛି, ମୁଁ ଗାଁର ବହୁତ କଥା ମନେ ପକେଇକି କହିଲି ମୁଁ ନିଶ୍ଚିତ ଯିବି। ଆଉ ସେଇ କଥାକୁ ଆଜି ବି କହୁଛି, ଘର ଏଇଠି କହିଛନ୍ତି ଏଇଠିକାର ବାସିନ୍ଦା ହେଇ ଆପଣଙ୍କ ସାଙ୍ଗରେ ରହିବ। ଆଉ ଆପଣମାନେ ସବୁବେଳେ ଯୋଉଠି ଯେତେ ଅସୁବିଧାରେ ଥିଲେ ମୋତେ ନିଶ୍ଚିତ ମନେ ପକେଇବେ, ଆସି ସବୁବେଳେ ଛିଡ଼ା ହେବେ। ନିଜର ସାନ ଭାଇ ପୁଅ ଯାହା ମାନିକି କହିବେ ସେ ମାନିକି ରହିବେ। ମୋ ଜାଗା ଏଠି ନୁହେଁ, ଆଜ୍ଞା ତଳେ ମୁଁ ଗାଁର ପିଲା। ତ ଯାହା ହଉ ମୋତେ ଭାଇ ଡାକିଲେ। ତ ଏଇ ଯେଉଁ ମେଳା କାର୍ଯ୍ୟକ୍ରମ ହେଉଛି ନିଶ୍ଚିତ ଭାବରେ ଯାହାଦ୍ୱାରା ଗାଁ ଭିତରେ ଶ୍ରଦ୍ଧା ସହଯୋଗ ଭଲ ପାଇବା ବଢ଼େ। ଏଠି ଭାଷଣ ମୁଁ ଯଦି ବେଶୀ ସମୟ ଦେବି ନିଶ୍ଚିତ ଭାବରେ ତଳେ ବିରକ୍ତ ହେବେ ଯେ ଆମେ ମେଲୋଡ଼ି ଯେତେ ଆସିଛେ ବାହାରେ 2-4 ଜଣ ବସି ଘଣ୍ଟା ଘଣ୍ଟା ଭାଷଣ ଦେଉଛନ୍ତି। ତ ଯାହା ହଉ ମୋତେ ଡାକି ଏଠି ବସେଇଥିବାରୁ ଆପଣମାନଙ୍କୁ ଧନ୍ୟବାଦ। ଅନୁରୋଧ କରିବି ଇଏ ଯେଉଁ ଆୟୋଜନ ଲମ୍ବା ସମୟ ଧରି ଚାଲି ଆସିଛି, ଯେଉଁମାନେ ଆୟୋଜକ ବନ୍ଧୁ ବହୁତ କଷ୍ଟ କରି ଆୟୋଜନ କରିବା, ଏ କାର୍ଯ୍ୟକ୍ରମ କରିବା, ତାଙ୍କ ପାଇଁ ଟିକେ କରତାଳି ଦେଇ ତାଙ୍କୁ ଉତ୍ସାହିତ କରିବା। କିନ୍ତୁ ଏ କାର୍ଯ୍ୟକ୍ରମ ଏ ମୁନି ମେଳା ଆଗାମୀ 200 ବର୍ଷ ଧରି ଚାଲୁ। ସମସ୍ତଙ୍କୁ ଧନ୍ୟବାଦ।
विशिष्ट आईनजीवी गोपीनाथ महांती से आज आम गଳରେ नांती काम अच्छी कुआड़े जाइछन्ती क्षेत्रमन सामल सुधारंजन महांती एमती केते जण हमर जे स्टेज रो तांकर फोटो अछि सुरेंद्र परिड़ा हरिश्चंद्र परिड़ा एमती केते जण वयस्क लोक को डाकी से बाबा के विषय रे कहितले जेते बेले जाई से निम गछ मूले देखिले जे छोट उयुकाटे उत्पन्न होईछि तांकर विश्वास उपजिला से रुठी चावल घरे घरे मागी 20 टंकार मो भाई पाखर ठाकुर मान पाखर सुनिछि 20 टंकार मेला करथिले आज एई जे माने वयोज्येष्ठ लोकंकर जो मुनि मेला से आरंभ करथिले हम युवपीढ़ी ताको जीवित रखिछन्ती किंतु मो गार युवपीढ़ी मानको एई संस्था को जीवित रखिथिबारु मो तरफ अनेक अनेक शुभेच्छा और शुभकामना समय नष्ट करके आमको समय देखिबारु समस्त मोर अतिथि मानक धन्यवाद अर्पण करछि।